Hello students, welcome to MGM Education. This is CHSC Economics. We are studying about two things here. Eco economic system, ଦୁଇରେ occupational pattern ବୋଲେ ଓଡ଼ିଆରେ କ'ଣ ଇକୋନୋମିକ୍ ସିଷ୍ଟମ୍ ବୋଲେ ବିଭିନ୍ନ ପ୍ରକାର ଅର୍ଥନୀତି କ'ଣ ପୃଥିବୀରେ ଦେଖିବାକୁ ମିଳୁଛି ଏକ ଦୁଇରେ ଗୋଟିଏ ଅର୍ଥନୀତିର ଆମେ ଢାଞ୍ଚାଗତ ପରିବର୍ତ୍ତନ ସହିତ ବୃତ୍ତିଗତ ଢାଞ୍ଚା କ'ଣ ତାହା ଜାଣିବା ଦୁଇଟା ଯାକ ଇମ୍ପୋର୍ଟାଣ୍ଟ ବେସିକ୍ କନସେପ୍ଟ ବୋଲି ପିଲାମାନେ ତ ଚାଲ ଏବେ ଦେଖିବା ତ ଆମେ କ'ଣ ପଢ଼ୁଥିଲେ ପ୍ରଥମେ ଇକୋନୋମିକ୍ ସିଷ୍ଟମ୍ ତିନି ପ୍ରକାର ସିଷ୍ଟମ୍ ଅଛି ପିଲାମାନେ ପୁଞ୍ଜିବାଦ ସମାଜବାଦ ମିଶ୍ରିତ ଅର୍ଥନୀତି ଏଇଟା ତ ତୁମେ 10th ବି ପଢ଼ିଥିବ ଯେଉଁ ଦେଶରେ ସମସ୍ତ ସମ୍ପତ୍ତିର ମାଲିକ ବେସରକାରୀ ସଂସ୍ଥା ଅଧୀନରେ ରହିଥିବ ଯେମିତିକି ଆମେରିକା ଇଂଲଣ୍ଡ ଉଦାହରଣ in which the means or ownership of entire property is being held by the private sector, that is called capitalistic economy. ତାକୁ ପୁଞ୍ଜିବାଦ ବୋଲି କହିବେ ରାଇଟ୍ ମାନେ ତୁମ ପାଖରେ ପଇସା ଅଛି ତ ତୁମେ ଟ୍ରେନ୍ କିଣିକି ଚଲେଇବ ପୋଷ୍ଟ ଅଫିସ୍ କିଣିକି ଦେଖ ପିଲାମାନେ ସେ ବିଜନେସ୍ ବୋଲି ଗୋଟେ ଗେମ୍ ଅଛି ସେଠି ଜାଗା କିଣିବେ ତାପରେ କମ୍ପାନୀ ଜାଗା କିଣିବେ ତାଙ୍କେ ଚଲାଉଥିବେ ଠିକ୍ ସେମିତି ଏଇଟା ଆମେରିକାରେ ଇଂଲଣ୍ଡରେ ଆମକୁ ଦେଖିବାକୁ ମିଳିବ ରାଇଟ୍ ଏ କ୍ୟାପିଟାଲିଷ୍ଟିକ୍ ଇକୋନୋମିରେ କ'ଣ ହେବ ମନେକର ତୁମ ବାଡ଼ି କାନି ସୁନା ଖଣି ବାହାରିଲା ମନେକର ସେଇଟା ତୁମର ହେଇଯିବ କିନ୍ତୁ ସୋସିଆଲିଷ୍ଟିକ୍ ଇକୋନୋମି ନେକ୍ସଟ ଯେଉଁଟା ଆଇଲା ବୋଲେ ସମାଜବାଦ ଅର୍ଥନୀତି ସବୁକିଛି ସରକାର ହେବ ଅଲ୍ ଦ ମିନ୍ସ ଅଫ୍ ପ୍ରଡକ୍ସନ୍ ବୋଲିବେ ଉତ୍ପାଦନର ସାଧନ ସବୁ ସମସ୍ତ ପ୍ରପର୍ଟି ଦେଶର ଓନ୍ଡ ମ୍ୟାନେଜଡ୍ କଣ୍ଟ୍ରୋଲ୍ଡ ବାଇ ଗଭର୍ଣ୍ଣମେଣ୍ଟ ହେଇଯିବ ସେଠି ପବ୍ଲିକ୍ ସେକ୍ଟର ନେଇ ସେଠି ପ୍ରାଇଭେଟ୍ ସେକ୍ଟର ଏଠି ପବ୍ଲିକ୍ ସେକ୍ଟର ଡିଫରେନ୍ସଟା ଦେଖ ସେଠି ସବୁ ବେସରକାର କେଉଁଠି ପୁଞ୍ଜିବାଦରେ ଏଠି ସବୁ ସରକାର କେଉଁଠି ସମାଜବାଦରେ ତ ରାସିଆ ବହୁତ ପୁଞ୍ଜିବାଦ ସମାଜବାଦ ଏଠାରେ କ'ଣ ହେବ ଏ ଟୁ ଜେଡ୍ ସବୁ ଗଭର୍ଣ୍ଣମେଣ୍ଟ ଅଣ୍ଡରରେ ରହିବ ଏବେ ତୁମେ ଗୋଟେ ବସ୍ କିଣିକି ମୁଁ ଚଲେଇବି ବୋଇଲେ ମୋତେ ସରକାର ନେଇଯିବ ସେଟା ମୋତେ ତ ମାସକୁ ଏତିକି ଦେଇଦେବି ସେଟା ଇଟ୍ସ ଗଭର୍ଣ୍ଣମେଣ୍ଟସ୍ ପ୍ରପର୍ଟି ଏତେ କଥା କାହିଁକି ରାସିଆର ସୋସିଆଲିଷ୍ଟ ବିଷୟରେ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି ମା ବାପାକୁ ଛୁଆ ଜନ୍ମ ହେଲେ ମଧ୍ୟ ପ୍ରପର୍ଟି ଅଫ୍ ନେସନ୍ ବୋଲିକି ସେ ଛୁଆକୁ ନେଇଯିବେ ଆମେ ଇଞ୍ଜିନିୟର ପଢ଼େଇବୁ କି ଡାକ୍ତର ପଢ଼େଇବୁ କି ତାକୁ ସେ ଆର୍ଟିଷ୍ଟ ହେବ କି ସେଇଟା ଆମେ ତାକୁ ପଢ଼େଇବୁ ଇଜ୍ ଦ ପ୍ରପର୍ଟି ଅଫ୍ ଦ ନେସନ୍ ଏମିତି କାଉଣ୍ଟ କରାଯାଏ ଏଇଟା ସମାଜବାଦ ରାଇଟ୍ ଆଉ ମିକ୍ସଡ ଇକୋନୋମି ମିଶ୍ରିତ ଅର୍ଥନୀତି ବୋଲେ ପିଲାମାନେ ଉଭୟ ପବ୍ଲିକ୍ ସେକ୍ଟର ଆଣ୍ଡ ପ୍ରାଇଭେଟ୍ ସେକ୍ଟର ଜଏଣ୍ଟଲି ୱାର୍କ ଟୁଗେଦର ମିଳିମିଶି କାମ କରିବେ ଯେମିତି ଆମ ଇଣ୍ଡିଆରେ ଦେଖ ଏଠି ଗଭର୍ଣ୍ଣମେଣ୍ଟ ସ୍କୁଲ ଅଛି ପ୍ରାଇଭେଟ୍ ସ୍କୁଲ ଅଛି ନା ଗଭର୍ଣ୍ଣମେଣ୍ଟ ବସ୍ ଚାଲୁଛି ପ୍ରାଇଭେଟ୍ ବସ୍ ଚାଲୁଛି ପବ୍ଲିକ୍ ସେକ୍ଟର ଆଣ୍ଡ ପ୍ରାଇଭେଟ୍ ସେକ୍ଟର ସରକାରୀ ଓ ବେସରକାରୀ ସଂସ୍ଥା ଉଭୟ ମିଳିମିଶି କାମ କଲେ ସେ ଦେଶ ଗୁଡ଼ାକ ହେଉଛି ମିଶ୍ରିତ ଅର୍ଥନୀତିର ପରିଚୟ ଏଇଟା ସରିଲା ପିଲାମାନେ କ'ଣ ଅର୍ଥନୀତି କେତେ ଭାଗ ବିଭକ୍ତ ପୃଥିବୀରେ କେତେଟା ଦେଶରେ ପୁଞ୍ଜିବାଦ ବୋଲେ କ୍ୟାପିଟାଲିଷ୍ଟିକ୍ ଆଉ କେତେଟା ଦେଶରେ ସମାଜବାଦ ମାନେ ସୋସିଆଲିଷ୍ଟିକ୍ ଇକୋନୋମି ଆଉ କେତେଟା ଦେଶରେ ମିକ୍ସଡ ମାନେ ମିଶ୍ରିତ ଅର୍ଥନୀତି ପ୍ରଚଳିତ ଏଠି ଆମେ ଜାଣିଲେ ନେକ୍ସଟ କ୍ଲାସ୍ରେ ଆମେ କ'ଣ କରିବା ଏ ଯେଉଁ ବୃତ୍ତିଗତ ଢାଞ୍ଚା ବୋଲୁଥିଲି ବୃତ୍ତିଗତ ଢାଞ୍ଚାରେ ଆମେ ଅଧ୍ୟୟନ କରିବା ତ ବୃତ୍ତିଗତ ଢାଞ୍ଚା କ'ଣ ପିଲାମାନେ ବୃତ୍ତି ବୋଲେ କ'ଣ ଅକୁପେସନ୍ ବୋଲେ କ'ଣ କାର୍ଯ୍ୟରେ ନିୟୋଜିତ ହେବା ତାକୁ ନିୟୋଜନ ବି କହୁଛେ ଆମେ ହେଲେ ଏବେ ଦେଖ ଆମ ଇଣ୍ଡିଆରେ କ'ଣ ହେଉଛି କିମ୍ବା କୌଣସି ଦେଶ କଥା ତୁମେ କେତେ ଲୋକ କୃଷି କ୍ଷେତ୍ରରେ ନିଜ ଜୀବିକା ଅର୍ଜନ କରୁଛନ୍ତି ପରିବାର ପୋଷଣ କରୁଛନ୍ତି ରାଇଟ୍ ଆଉ କେତେ ଲୋକ କ'ଣ କରୁଛନ୍ତି ଶିଳ୍ପ କ୍ଷେତ୍ରରେ କାମ କରୁଛନ୍ତି ଏବଂ ତାଙ୍କର ପରିବାର ପୋଷଣ କରୁଛନ୍ତି ହଁ ଆଉ କେତେ ଲୋକ ସେବା କ୍ଷେତ୍ରରେ କ'ଣ କରୁଛନ୍ତି ନିଜକୁ ନିୟୋଜିତ କରି ଅର୍ଥ ରୋଜଗାର କରି ପରିବାର ପୋଷଣ କରୁଛନ୍ତି ତାଙ୍କର ଜୀବିକା କେମିତି ଅର୍ଜନ କରୁଛି ସୋ ଏ ହିସାବରେ ଆମେ ଯଦି ଦେଖିବା ତ ଟୋଟାଲ ଇକୋନୋମିକୁ ତିନିଟା ସେକ୍ଟରରେ ଡିଭାଇଡ୍ କରାଯାଇଛି ଏକ ପ୍ରାଇମେରୀ ସେକ୍ଟର ଦୁଇ ସେକେଣ୍ଡାରୀ ସେକ୍ଟର ତିନି ସର୍ଭିସ ସେକ୍ଟର ବୋଲେ ପ୍ରାଥମିକ କ୍ଷେତ୍ର ମାଧ୍ୟମିକ କ୍ଷେତ୍ର ସେବା କ୍ଷେତ୍ର ଠିକ୍ ଅଛି ପିଲାମାନେ ତ ଏବେ କ'ଣ ଆମେ ଦେଖୁଛେ ଆମର ପ୍ରାଥମିକ କ୍ଷେତ୍ର କ'ଣ ଇଣ୍ଡିଆର ବୋଇଲେ ଏଗ୍ରିକଲଚର ଆଣ୍ଡ ଆଲାଇଡ୍ ସେକ୍ଟର୍ସ ବୋଲିବେ କୃଷି ଓ ଏହାର ଆନୁଷଙ୍ଗିକ ବୋଲେ କ'ଣ ପିଲାମାନେ ଜଙ୍ଗଲ ଖଣି ଆଉ ମାଛ ଚାଷ କୁକୁଡ଼ା ପାଳନ ଏସବୁ ଯାକ ସେମିତି ଶିଳ୍ପ ଏହାର ଆନୁଷଙ୍ଗିକ ସେଇଟା ହେଉଛି ସେକେଣ୍ଡାରୀ ମାଧ୍ୟମିକ କ୍ଷେତ୍ର ରାଇଟ୍
आ बाद रहा सेवा क्षेत्र में शिक्षा स्वास्थ्य निर्माण कार्य बैंक बीमा एगुड़ाक आसो लोक ए क्षेत्र काम करमती टोटल अर्थनीति को 3टी क्षेत्र 3 सेक्टर्स रे डिवाइड कराई लोक मैंने बांटी बोलवाटा हूँ वृत्तिगत ढांचा आईन आसुवा परिवर्तन आम देखिपर एवं देख इंडिया बेस लोक कृषि क्षेत्र में कम करते कृषि छाड़ दे कौन मारे अर्बान एरिया को मारे सिटी को आसिक सेवा क्षेत्र में किए LIC एजेंट हो जाते किए बैंक में कम कर दूसरी किए दुकान कर बस राइट तो यही हिसाब से आमर प्राधान्य कृषि क्षेत्र लोक मान छाड़ी सेवा क्षेत्र आड़े मुहाउंट राइट तो वृत्तिगत ढांचार एमती परिवर्तन आसूसी तो ये थिला आमर अर्थनीतिर 3टी क्षेत्र 1 प्राथमिक 2 माध्यमिक क्षेत्र 3 सेवा क्षेत्र इंग्लिश रे प्राइमरी सेक्टर सेकेंडरी सेक्टर एंड टेरिशियरी सेक्टर बा सर्विस सेक्टर ओके स्टूडेंट्स थैंक यू वेरी मच फॉर वाचिंग प्लीज लाइक एंड सब्सक्राइब and share it to your friends.